ঠেঙ্গা কোন কইলে ঠেঙ্গা ডরেଇବା কথা রয়েছে ডরেଇବା যে ଆମେ ଖା ଭୁଁଛୁ ଗିଳି ଦି ତିନି ପ୍ରକାର କଥା ଅଛି ନା କୁକୁର ମାଙ୍କଡ ନା କୁକୁର ମାଙ୍କଡ ଭଳିଆ ସେ ଯୋଉ ନାଚ ନାଚିକି ଯୋଉ ଛୁଆଙ୍କୁ ଯୁବପିଢିଙ୍କୁ ବର୍ବାଦ କରୁଛନ୍ତି। ରାଣୀ ପଣ୍ଡାର ଗୋଟେ ନାଟକର ବ୍ୟାନର ଲାଗିଲା ବେଳକୁ ପ୍ରଚାର ହେଲା ବେଳକୁ ହଲ୍ ଫୁଲ ହଉଛି। ଆରେ ଭାଇ ମୁଁ ତ ଆରମ୍ଭରୁ କହୁଛି ତମେ ଅଶ୍ଳୀଳ ନାଚ ଯଦି ନାଚିବ ସ୍ୱତନ୍ତ୍ର ଗୋଟେ ୟୁପି ବିହାର ଝାଡଖଣ୍ଡ ଆଦି ମହାରାଷ୍ଟ୍ର ଯେମିତି ଗୋଟେ ସ୍ୱତନ୍ତ୍ର ମଞ୍ଚ ହଉଛି ଯେମିତି ଯୋଉ ନାଚ ଗୀତ କରିବା ପାଇଁ ଗୋଟେ ସ୍ୱତନ୍ତ୍ର ମଞ୍ଚ ଅଛି ତାଙ୍କର ଯେମିତି ଆମର ମେଲୋଡି ମଞ୍ଚ ସେଇଭଳି ଯାଇ ନାଚ ଗୀତ କର ନା ଯାତ୍ରାକୁ ବଦନାମ କର ନା ଯାତ୍ରା ଭିତରେ ଏଇ ଯୋଉ ନାଚ ଗୀତ ହବ ନାହିଁ। ବାବୁ ସିଂ ଯୋଉ ଆମର ବିଧାୟକ ଯୋଉ କଥା କହିଲେ ସେ ପକ୍କା କଥା କହିଛନ୍ତି ଖଣ୍ଡା ନା ହବ ନା ନା ଠେଙ୍ଗା ଯଦି ସେ ନା ନା ଖଣ୍ଡା କଣ ଆମେ ମାରିଦବା ତାକୁ ଆରେ ପାଗଳା ନା କଣ ଯେ କଥା ହଉଛି ଯେତେବେଳେ ତମେ ସେ ଜାଗାରେ ଏଇଭଳି ନାଚ ନାଚିବ ଖଣ୍ଡଗିରିରେ ତାହେଲେ ଭୁବନେଶ୍ୱରରେ ମାରଟି ହବା ଫାଇନାଲ। କିନ୍ତୁ ଆପଣ ମାନେ କଣ ମାନେ ଗୁଣ୍ଡା ଆରେ ଗୁଣ୍ଡା ନୁହଁ ଆରେ ତୁ ଆଉ କଣ କରିପାରିବୁ ଗୋଟେ ମଣିଷ ଯେତେବେଳେ ନା ଗୁଣ୍ଡା ଶ୍ରେଣୀ ନୁହଁ ଠେଙ୍ଗା କଣ କହିଲେ ଠେଙ୍ଗା ଡରେଇବା କଥା ରହିଛି ଡରେଇବା ଯେ ଆମେ ଖା ଭୁଁଛୁ ଗିଳି ଦି ତିନି ପ୍ରକାର କଥା ଅଛି। ନା କୁକୁର ମାଙ୍କଡ ନା କୁକୁର ମାଙ୍କଡ ଭଳିଆ ସେ ଯୋଉ ନାଚ ନାଚିକି ଯୋଉ ଛୁଆଙ୍କୁ ଯୁବପିଢିଙ୍କୁ ବର୍ବାଦ କରୁଛନ୍ତି ତାକୁ ଦେଖିଲେ ଆମର ବାଘକୁ ଠେଙ୍ଗା ଦେଖେଇଲେ ବାଘ ଡରିବ ନା ନା ବାଘର ଫାଗକୁ ଭୟ ଅଛି ବୋଲି ଜାଣନ୍ତୁ। ନାଇଁ ବାଘୁଣୀ ବି ସେଇ ବାଘୁଣୀକି ବି ଫାଗୁଣୀରେ ଭୟ ଅଛି ଯେ ଯେତେବେଳେ ଆମେ ଗୋଟେ କଥା କହିଲେ ବାବୁ ସିଂ ସେ କଣ ସତରେ ଯାଇ ବାଡଉଛନ୍ତି କିନ୍ତୁ ଏଇ ଯୋଉ ଡରଟା ତାଙ୍କ ଭିତରେ ରହିବା ଦରକାର କାଳେ ମାଡଟା ହେଇଯିବ କି କାଳେ ଅଣ୍ଡା ମାଡ ହବ କି କାଳେ ଚପଲ ମାଡ ହବ କି କାଳେ ଟମାଟୋ ମାଡ ହବ କି କାଳେ ଚେୟାର ମାଡ ହବ କି ଏ ଭୟ ରହିବା ଦରକାର। ମୋ କଥା ହଉଛି କି ଯୋଉ ରାଣୀ ପଣ୍ଡା ଯୋଉ ଯାତ୍ରାକୁ କାହିଁକି ବେଶୀ ଭଲ ପାଆନ୍ତି ସେଟା ବି ହାଉସଫୁଲ ହୁଏ ଏମାନଙ୍କର ଯୋଉ ଅସନ୍ତ ହୁଏ ସେଠି ବି ହାଉସଫୁଲ ହୁଏ ଦିଟାଙ୍କ ଭିତରେ ଫରକ ହଉଛି ରାଣୀ ପଣ୍ଡା ଭଳି ଅଭିନେତ୍ରୀ ହୁଅ ରାଣୀ ପଣ୍ଡା ଭଳି ଯଦି ତମେ କହୁଛ ରାଣୀ ପଣ୍ଡା ଖରାପ ଯୋଉ ଦଳଟି ନାଚୁଛନ୍ତି କହୁଛ ରାଣୀ ପଣ୍ଡା ଖରାପ ତମେ ରାଣୀ ପଣ୍ଡା ଭଳିଆ ହୁଅ ନା ତମେ ରାଣୀ ପଣ୍ଡା ଭଳିଆ ନାସିକି ଯେମିତି ଅଭିନୟ କରିବା କଥା ସେଇଭଳି ଅଭିନୟ କରି ଗୋଟେ ନାଟକ ହିଟ୍ କରିଦିଅ ଆମେ ଜାଣିବୁ କେବଳ ନାଚିକି ଲୋକଙ୍କୁ ଡାକିକି ଆଣି ହଲ୍ ଫୁଲ କଲେ ହବନି। ରାଣୀ ପଣ୍ଡାର ଗୋଟେ ନାଟକର ବ୍ୟାନର ଲାଗିଲା ବେଳକୁ ପ୍ରଚାର ହେଲା ବେଳକୁ ହଲ୍ ଫୁଲ ହଉଛି ସେଇଭଳି ଯୋଉମାନେ ଆଉ ଯୋଉମାନେ ନାଚ ବାଲି ଅଛନ୍ତି ନାଚୁଛନ୍ତି ନା ସିଏ ଆଶ୍ଚର୍ଯ୍ୟ ସିଏ ସେମିତି କେମିତି ହବ ତମେ ତମେ ନାଟକ କରିବ ନା ଯାତ୍ରା ଭିତରେ ହବନି ତାଙ୍କ ବ୍ୟାନର ଲାଗିବ ସେ ନାଚ କି ନାଚ ନାଚୁଛନ୍ତି ତମେ ତ ଲଙ୍ଗଳା ହେଇକି ନାଚୁଛ ଯେ ପୁରା ଉଭା ଲଙ୍ଗଳା ହେଇଯାଉଛ ଆଶ୍ଚର୍ଯ୍ୟ ମାନେ ଗୋଟେ ଝିଅ ତାର ଶରୀରକୁ ବି ଢକେଇ ରଖୁନି ଟଙ୍କା ପାଇଁ ମାନେ ଆମ ଓଡିଶାର ଏଭଳି ମାନସିକତା କେବେ ବ୍ୟାପିଲା କେବେ ଏମାନଙ୍କୁ ଗ୍ରାସ କଲା ଆଶ୍ଚର୍ଯ୍ୟ। ଆମ ଓଡିଆ ଭଳିଆ ଏତେ ସ୍ୱାଭିମାନୀ ଓଡିଆ ଲୋକ ଓଡିଆ ଝିଅ ଇଏ ମାନେ ହଁ ତମେ ନାଚ ଆଇଟମ ନାଚ ସମ୍ପୂର୍ଣ୍ଣ ଉଲ୍ଲେଖ ନାହିଁ କି ଦେଖେଇଦେବାର ଆବଶ୍ୟକ କଣ ଅଛି ମୁଁ ବି ତାହା ବୁଝିପାରୁନି ଟଙ୍କା ପାଇଁ ଆମେ ଏତେ ତଳୁ